নমস্কার। ରାଜନୀତିର ହାଲଚାଲରେ ଆଜି ମୁଁ ପ୍ରସଙ୍ଗ ରଖିଛି ଧର୍ମ ଓ ରାଜନୀତି। ପ୍ରଥମେ ମୁଁ କହି ରଖୁଛି, ଭାରତ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏଠାରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ଆଉ ସମସ୍ତେ ସମାନ ସୁବିଧା ସୁଯୋଗ ପାଇପାରିବେ। କୌଣସି ବ୍ୟକ୍ତିକୁ କୋଉ ଧର୍ମରେ ରହିବ, କୋଉ ଠାକୁର ପୂଜା କରିବ ବା କୋଉ ଧର୍ମକୁ ଛାଡ଼ିବ କେହି ବାଧ୍ୟ କରିପାରିବେ ନାହିଁ। କାରଣ ଏଇଟା ହେଉଛି ଧର୍ମ ନିରପେକ୍ଷ ରାଷ୍ଟ୍ର ଆଉ ଧର୍ମ ହେଉଛି ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଭାବନା। ଆଉ ଏଇ ବ୍ୟକ୍ତିଗତ ଭାବନା ଉପରେ କେହି ଅନ୍ତରାୟ ସୃଷ୍ଟି କରିପାରିବେ ନାହିଁ ବା ଜୋର ଜବରଦସ୍ତ କରିପାରିବେ ନାହିଁ। ଧର୍ମ ବ୍ୟକ୍ତିର ବୃତ୍ତି ଉପରେ ପ୍ରଭାବିତ କରିପାରିବ ନାହିଁ। ଆଜି ଯୋଉ ପ୍ରସଙ୍ଗ ମୁଁ ରଖିଛି ଯେ ଏଇ ପ୍ରସଙ୍ଗର ସାରାଂଶ ହେଉଛି ଯେ ଧର୍ମ କିଭଳି ଭାବରେ ରାଜନୀତି ସହିତ ମିଶି ଯାଉଛି ଓ ଏକ ବିକୃତ ଚିନ୍ତାଧାରା ସୃଷ୍ଟି କରୁଛି, ତାହା ହିଁ ମୋର ମୁଖ୍ୟ ପ୍ରସଙ୍ଗ। ଧର୍ମ ଆଉ ରାଜନୀତି, ଧର୍ମ ଓ ରାଜନୀତି ସମ୍ପୂର୍ଣ୍ଣ ରୂପେ ଦୁଇଟି ବିପରୀତ ଧର୍ମୀ। ଧର୍ମରେ ଶାନ୍ତି ଅଛି, ଧର୍ମରେ ନୀତିନିଷ୍ଠ ଜୀବନର ଶୈଳୀ ଅଛି, ଧର୍ମରେ ଶାନ୍ତି ଅଛି, କିନ୍ତୁ ରାଜନୀତି ସମ୍ପୂର୍ଣ୍ଣ ଓଲଟା। ରାଜନୀତିରେ ଛଳନା ଅଛି, କପଟ ଅଛି, ପ୍ରତାରଣା ଅଛି, ଛଳନା ଅଛି। ତ ରାଜନୀତି ଯଦି ବିଷ ହୁଏ ତାହେଲେ ଧର୍ମ ହେଉଛି କ୍ଷୀର। ଆଉ କ୍ଷୀର ଆଉ ବିଷ ଆର ମିଶ୍ରଣ ହେଲେ କେବେ ମିଶ୍ରଣ ହେଇପାରିବ ନାହିଁ। ଆଉ ମିଶ୍ରଣ ହେଲେ ତାହା ଏକ କିମ୍ଭୂତ କିମ୍ବାକାର ବସ୍ତୁ ହୁଏ, ଯାହା ବ୍ୟକ୍ତିକୁ ନଷ୍ଟ କରେ, ତା ଜୀବନ ହାନି କରେ। ଠିକ ସେହିପରି ରାଜନୀତିରେ ଯଦି ଧର୍ମରେ ଯଦି ରାଜନୀତି ମିଶିବ ବା ରାଜନୀତିରେ ଯଦି ଧର୍ମ ମିଶିବ ତାହେଲେ ସମାଜକୁ ନଷ୍ଟ କରିବ। ବର୍ତ୍ତମାନେ ଆମେ ଜାଣିଛନ୍ତି ଧର୍ମ ହେଉଛି ଜଣେ ଦୁର୍ବଳ ମନା ବ୍ୟକ୍ତିର ଭାବନା। ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଚିନ୍ତାଧାରା ଓ ବ୍ୟକ୍ତିଗତ ଭାବନା। ତାହାକୁ ଆଧାର କରି, ତାହାକୁ କ୍ୟାପଚର କରି ରାଜନୈତିକ ବ୍ୟକ୍ତିମାନେ ଫାଇଦା ନେବାକୁ ଚାହୁଁଛନ୍ତି। ତ ବର୍ତ୍ତମାନେ ପ୍ରତ୍ୟେକ ଦଳ, ଆମେ ଭାବୁଥିଲୁ ବିଜେପି ହେଉଛି ଏକ ରାଜନୈତିକ ଓ ଧାର୍ମିକ ଦଳ, ଯାହାକି ସମାଜରେ ବିଭେଦ ସୃଷ୍ଟି କରୁଛି। କିନ୍ତୁ ଏବେ ଆମେ ଦେଖିବାକୁ ପାଉଛୁ କଂଗ୍ରେସ, ବିଜେପି, ବିଜେଡି ସବୁ ଦଳ, ସବୁ ରାଜନୈତିକ ଦଳ ବର୍ତ୍ତମାନ ଧର୍ମକୁ, ଲୋକଙ୍କର ଧାର୍ମିକ ଦୁର୍ବଳତାକୁ ନେଇ, ଲୋକଙ୍କୁ ଭୁଆଁ ବୁଲେଇ ପ୍ରତ୍ୟେକ ରାଜନୈତିକ ଦଳ ବର୍ତ୍ତମାନେ ନିଜର ଫାଇଦା ଉଠେଇବାରେ ବ୍ୟସ୍ତ। ଅଯୋଧ୍ୟାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟରେ ସରକାରଙ୍କ ତରଫରୁ ଆମର ପ୍ରଧାନମନ୍ତ୍ରୀ ମହାମାନ୍ୟ ନରେନ୍ଦ୍ର ମୋଦି ଘୋଷଣା କଲେ ମନ୍ଦିର, ମସଜିଦ, ଗିର୍ଜା ସବୁ ସ୍ଥାନରେ ଜୟ ଶ୍ରୀରାମ ଧ୍ୱନି ବା ନାରା ଦିଆଯିବ। ଏଇଟା ସମ୍ବିଧାନ ବିରୋଧୀ। କୌଣସି ଶାସକ ବା ପ୍ରଶାସନ କୌଣସି ଧର୍ମକୁ ଆମର ଶାସନ ଭିତରକୁ ଆଣିବେ ନାହିଁ। କୌଣସି ଧର୍ମକୁ, କାହିଁକି ନା ଆମର ଜାତୀୟ ଫୁଲ, ଜାତୀୟ ପଶୁ, ଜାତିର ପିତା ଭାବେ ଆମର ସମ୍ବିଧାନ ମାନ୍ୟତା ଦେଇଥିଲା ବେଳେ କୌଣସି ଧର୍ମକୁ ଜାତୀୟ ଧର୍ମ ବୋଲିକି ମାନ୍ୟତା ଆମ ସମ୍ବିଧାନ ଦେଇନାହିଁ।
ତ ରାମ ମନ୍ଦିର ପ୍ରତିଷ୍ଠାରେ ଜୟ ଶ୍ରୀରାମ ଧ୍ୱନି କଣ ପାଇଁ ମସଜିଦରେ ନାରା ଦିଆଯିବ, କଣ ପାଇଁ ଗିର୍ଜାରେ ନାରା ଦିଆଯିବ? ଏଇ ଯୋଉ ଜୟ ଶ୍ରୀରାମ ବା ଶ୍ରୀରାମ ବା ରାମଚନ୍ଦ୍ର ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଧର୍ମ। ଏଠି ମୁସଲମାନ କାହିଁକି ଜୟ ଶ୍ରୀରାମ ନାରା ଦେବେ? ଜଗନ୍ନାଥଙ୍କୁ ନେଇ ଯୋଉ ରାଜନୀତି କରାଯାଉଛି, ଜଗନ୍ନାଥଙ୍କୁ ନେଇ ଯୋଉ ଜଗନ୍ନାଥଙ୍କର ରଥ ପରିଭ୍ରମଣ, ଏହା ନିଶ୍ଚିତ ଭାବରେ ଆମର ଭାରତୀୟ ସଂସ୍କୃତିର ଅପଚୟ, ଅପସଂସ୍କୃତି। ମାନେ ସବୁଦିନ ପ୍ରତ୍ୟେକ ତାଙ୍କର ଗୋଟେ ନିର୍ଦ୍ଦିଷ୍ଟ ନିୟମ ଅଛି। ରଥଯାତ୍ରା, ସେଇ ରଥଯାତ୍ରା ଦିନ ହିଁ ସେ ବିଶ୍ୱବାସୀଙ୍କୁ ଦର୍ଶନ ଦେବା ପାଇଁ ରଥରେ ଆସନ୍ତି। ଏଠି ଯୋଉ କରାଗଲା ଅଟୋ ମାନଙ୍କରେ ଜଗନ୍ନାଥଙ୍କ ଫଟୋ ରଖି ଜଗନ୍ନାଥଙ୍କୁ ଯୋଉ ଡୋର ଟୁ ଡୋର ବୁଲାଗଲା, ଜଗନ୍ନାଥଙ୍କୁ ଯୋଉ ଭ୍ରମଣ କରାଗଲା, ଏଟା ଆମର କଣ ମାଦଳା ପାଞ୍ଜିରେ ଅଛି? ଜଗନ୍ନାଥଙ୍କ ନୀତି ନିୟମ ଲିଖିତ ହେଇଥିବା ଯୋଉ ବିଧି ବ୍ୟବସ୍ଥା ଯୋଉ ରହିଛି, ସେଥିରେ କଣ ଲେଖା ଅଛି ଯେ ଯିଏ ଯେତେବେଳେ ଚାହିଁବ ଜଗନ୍ନାଥଙ୍କୁ ଅଟୋରେ ବସେଇକି, ସାଇକେଲରେ ବସେଇକି, ଶଗଡ଼ ଗାଡ଼ିରେ ବସେଇକି ଡୋର ଟୁ ଡୋର ବୁଲିକି ଭିକ ମାଗିବ? ତ ଏଇଟା ଗୋଟେ ନିହାତି ଅପସଂସ୍କୃତି କଥା। ଯେ ଯୋଉ ଆୟୋଜକ ମାନେ ଏହା କଲେ ବା ଯୋଉ ପ୍ରଶାସନର ମତିଭ୍ରମ ହେଇଛି, ଆମେ ଭାବୁଛୁ ଯେ ପ୍ରଶାସନର ମତିଭ୍ରମ ହେଇଛି। ଶେଷରେ ଆମର କହିବାର କଥା ହେଉଛି, ସେ କଂଗ୍ରେସ ହଉ, ବିଜେପି ହଉ ବା ବିଜେଡି ହଉ, ଯେକୌଣସି ରାଜନୈତିକ ଦଳ ହଉନା କାହିଁକି, ଧର୍ମକୁ ନେଇକି ରାଜନୀତି କରା ନ ଯାଉ, ଲୋକଙ୍କର ବ୍ୟକ୍ତିଗତ ଭାବନାକୁ ଯୋଡା ନ ଯାଉ, କ୍ଷୁଣ୍ଣ କରା ନ ଯାଉ। ଯଦି ଏମିତି କରା ହୁଏ, ତାହେଲେ ଆଗାମୀ ଭବିଷ୍ୟତରେ ଏ ସଂସ୍କୃତି, ଆମ ଭାରତୀୟ ସଂସ୍କୃତି, ଯୋଉ ମହାନ ସଂସ୍କୃତି, ଇଏ ନଷ୍ଟ ହବ। ନିଶ୍ଚିତ ଭାବରେ ଇଏ ନଷ୍ଟ ହବ। ଆର ପରିଣାମ ବହୁତ ଚିନ୍ତାଜନକ। ଆଲୋଚନା ଆମର, ବିଚାର ଆପଣମାନଙ୍କ। ନମସ୍କାର।